ନମସ୍କାର ଜୟ ଜଗନ୍ନାଥ। ତ ଗଭର୍ଣ୍ଣମେଣ୍ଟ ଗୋଟେ ନୂଆ ସ୍କିମ୍ ଆସିଛି ଯୋଉଠି ରହୁଛି ଶହୀଦ ମାଧବ ସିଂ ହାତ ଖର୍ଚ୍ଚ ସ୍କିମ୍। ଏ ସ୍କିମ୍ରେ ଗଭର୍ଣ୍ଣମେଣ୍ଟ କ'ଣ କହୁଛି, ଏଠି ଆପଣ ନୋଟିଫିକେସନ୍ ଅଛି, ଏଠି ଆପଣ ଚେକ୍ କରିପାରୁଛୁ ଏଲିଜିବିଲିଟି। ଏଠି ମୁଁ ଗୋଟେ ପୁରା ଭିଡ଼ିଓ ବନେଇଛି ଯୋଉଟାକି ଆପଣମାନେ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ଯାଇକି ଦେଖିପାରିବେ। ତ ଏଠି ଆପଣ ଓଡ଼ିଆକୁ ଆସିକି କିପରି ଆପ୍ଲାଏ କରିବେ ସେଇଟା ଭିଡ଼ିଓ ବନେଇଛି। ଆପଣ ଏଠି ଆପଣମାନେ ନୋଟିଫିକେସନ୍ ପଢ଼ିପାରିବେ, ଯୋଉଟାକି ରହୁଛି ଅନୁସୂଚିତ ଜନଜାତି ବର୍ଗ ଛାତ୍ରଛାତ୍ରୀମାନଙ୍କୁ ଯୋଉଟା ଏକାକାଳୀନ +2 ଫାର୍ଷ୍ଟ ଇୟର ଆଉ 9th ରେ ଯୋଉ ନାମ ଲେଖେଇଛନ୍ତି ସେମାନଙ୍କୁ ଏକାକାଳୀନ 5,000 ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଉଛି, ଯୋଉଟାକି ଆପଣଙ୍କୁ ହେଲେ ଅନଲାଇନରେ ଆବେଦନ କରିବାକୁ ପଡୁଛି। ଆବେଦନ କରିବା ମାତ୍ରେ ଆପଣଙ୍କୁ 5,000 ଟଙ୍କା ଆପଣଙ୍କ ଆକାଉଣ୍ଟକୁ ପାଉଛନ୍ତି। ଏଇଟା ଆପଣଙ୍କ ଯୋଉ ଦିଟା ତିନିଟା କ୍ରାଇଟେରିଆ ରହୁଛି, କ'ଣ ରହୁଛି, ଆପଣଙ୍କୁ ବାର୍ଷିକ ଆୟ ଆପଣଙ୍କ ପ୍ୟାରେଣ୍ଟସ୍ ମାନଙ୍କର 2.5 ଲକ୍ଷ ତଳକୁ ହେଇଥିବା ଦରକାର, ଆଉ ସେମାନେ ନବମ ଏକାଦଶୀରେ ପଢୁଥିବା ଦରକାର, ନାମ ଲେଖେଇଥିବା ଦରକାର। ତ ଏଇଟା ଆପଣଙ୍କର ଗଭର୍ଣ୍ଣମେଣ୍ଟ ସ୍କୁଲ ଆଉ ଯୋଉ ଗଭର୍ଣ୍ଣମେଣ୍ଟ ଅଣ୍ଡରଟେକିଂ ଯୋଉ ସ୍କୁଲ ଅଛି, ଆପଣ ଗଭର୍ଣ୍ଣମେଣ୍ଟ ଅଣ୍ଡର ଯୋଉ ସ୍କୁଲରେ ଅଛି, ଆପଣ ସେଇଠି ଛାତ୍ରଛାତ୍ରୀ ମାନେ ଆପ୍ଲାଏ ଯୋଉଟା ମାନେ SC ST ସିଡ୍ୟୁଲ କାଷ୍ଟ ଛାତ୍ରଛାତ୍ରୀ ମାନେ ଆପ୍ଲାଏ କରିପାରିବେ। ତାଙ୍କର ଆକାଉଣ୍ଟ ଥିବା ଦରକାର, ନିହାତି ଆକାଉଣ୍ଟ ଥିଲେ ଆପଣଙ୍କ ଆକାଉଣ୍ଟକୁ ପ୍ରୋତ୍ସାହନ ରାଶିଟା ପ୍ରଦାନ କରାଯିବ।